କରିଥାଏ ଏବଂ ସେହି ଗଭୀରତା ମଧ୍ୟରୁ ଆମ ପ୍ରଶ୍ନର ଉତ୍ତର, ଆମ ସମସ୍ୟାର ସମାଧାନ ସବୁକୁ ଖୋଜି ନେଇ ଆଣିଥାଏ। ଯେମିତି ଗୋଟିଏ ଥର ଧନୁରୁ ସ୍ୱର ବାହାରିଗଲା ପରେ ସେ ତା ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ କେହି ବି ଅଟକାଇ ପାରିବେନି, ଠିକ୍ ସେମିତି ଆମେ କହୁଥିବା ଶବ୍ଦ ମଧ୍ୟ ତାର ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ କେହି ମଧ୍ୟ ଅଟକାଇ ପାରିବେନି। ତେଣୁ ଆମେ କହୁଥିବା କଥା ସବୁ କ'ଣ କହୁଛୁ, କେମିତି କହୁଛୁ, ସେ ପ୍ରତି ସର୍ବଦା ଧ୍ୟାନ ରଖିବା ଉଚିତ। ଆଜି ଆମେ ସବୁ ଏଠାରେ ଖାଲି କଥା ହେବା ନାହିଁ, ଆମେ ଏଠି କିଛିଟା ଗୁପ୍ତ କଥା ବିଷୟରେ ଜାଣିବା, ଯେମିତିକି ଆମର ପ୍ରତ୍ୟେକ ଇଚ୍ଛା ସେହି ପରମାତ୍ମାଙ୍କ ନିକଟରେ ଅତି ସହଜରେ ପହଞ୍ଚି ପାରିବ। ତେଣୁ ଆଜିର ଏହି ଯାତ୍ରା ଆମ ସମସ୍ତଙ୍କ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ହେବ। ଏହି ଯାତ୍ରା ଶବ୍ଦରୁ ଆରମ୍ଭ ହୋଇ ପରମାତ୍ମାଙ୍କ ନିକଟରେ ଶେଷ ହେବ। ପରମାତ୍ମା ଶବ୍ଦ ଶୁଣନ୍ତିନି, ବରଂ ସେ ଭାବକୁ ପଢ଼ିଥାନ୍ତି। କିନ୍ତୁ ଶବ୍ଦ ଦ୍ୱାରା ହିଁ ଆମ ମନ ମଧ୍ୟରେ ତ ଭାବ ସୃଷ୍ଟି ହୋଇଥାଏ। ଯେମିତିକି ଯେତେବେଳେ ଆମେ